ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଆଜି ଡିସେମ୍ବର ମାସ 6 ତାରିଖ ଶନିବାର। ଚାଲନ୍ତୁ ଦେଖିବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। ଏମିତି ସବୁଦିନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜିର ପ୍ରଥମ ଖବର, ଦଶମ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ। ଫେବୃଆରୀ 19ରୁ ମାର୍ଚ୍ଚ 2 ଯାଏଁ ହେବ ପରୀକ୍ଷା। ଗୋଟିଏ ସିଟିଂରେ ସକାଳ 9ଟାରୁ 11:30 ଯାଏଁ ଚାଲିବ ପରୀକ୍ଷା। କେବଳ ଗଣିତ ପାଇଁ ଅଧିକ 15 ମିନିଟ୍ ସମୟ ମିଳିବ। ଫେବୃଆରୀ 19ରେ ମାତୃଭାଷା ପରୀକ୍ଷା, 21ରେ ଇଂରାଜୀ ପରୀକ୍ଷା, ଫେବୃଆରୀ 23ରେ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା, 25ରେ ବିଜ୍ଞାନ ଏବଂ 27ରେ ସାମାଜିକ ବିଜ୍ଞାନ ପରୀକ୍ଷା, ମାର୍ଚ୍ଚ 2ରେ ହେବ ଗଣିତ ପରୀକ୍ଷା। ପରବର୍ତ୍ତୀ ଖବର, ଏଏନ୍ଏମ୍ ପ୍ରଶ୍ନପତ୍ର ଭାଇରାଲ ଘଟଣା। ବାତିଲ ହେଲା ଦ୍ୱିତୀୟ ବର୍ଷର ପ୍ରଥମ ପରୀକ୍ଷା। ପରୀକ୍ଷା ଆରମ୍ଭର 15 ମିନିଟ୍ ପରେ ଉତ୍ତର ଖାତା ଛଡ଼ାଇ ନେଲେ ପରୀକ୍ଷକ। ପରୀକ୍ଷା ଦେଇ ନ ପାରିବାରୁ ମାଲକାନଗିରିରେ କାନ୍ଦି କାନ୍ଦି ନୟାନ୍ତ ହେଲେ ଛାତ୍ରଛାତ୍ରୀ। ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କଲେ ମାଲକାନଗିରି ସରକାରୀ ଏଏନ୍ଏମ୍ କଲେଜ ଅଧ୍ୟକ୍ଷା। ଯଦି ଭାଇରାଲ ହୋଇନାହିଁ ତେବେ କାହିଁକି ପରୀକ୍ଷା ବାତିଲ ହେଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ ଏହି ପ୍ରସଙ୍ଗରେ ଏବେ ଗୃହରେ ଉଠିଛି। ପଏଣ୍ଟ ଅଫ୍ ଅର୍ଡର ଜରିଆରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉଠାଇଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବିରୋଧୀ ବିଜେଡି ଓ କଂଗ୍ରେସ ଗୃହରେ ନାରାବାଜି କରିଛନ୍ତି। ବାଚସ୍ପତିଙ୍କ ପୁରୁଲିଂ ଦାବି କରି ବିରୋଧୀ ଗୃହରେ ହୋହାଲ୍ଲା କରିଛନ୍ତି। ପରବର୍ତ୍ତୀ ଖବର, ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଖୁବ୍ ଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ ହେବାକୁ ଯାଉଛି। ଫଳରେ ଆଗାମୀ ଦିନରେ ପିଲାମାନେ ଆଉ ପୁରୁଣା ବହି ପଢ଼ିବେ ନାହିଁ, ବରଂ ସେମାନଙ୍କ ପାଇଁ ନୂଆ ବହିର ବ୍ୟବସ୍ଥା କରାଯିବ। ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପରବର୍ତ୍ତୀ ଖବର, ଏସିଆ ମହାଦେଶରେ ନବରଙ୍ଗପୁର ଜିଲ୍ଲାରେ ଅଧିକ ମକା ଚାଷ ହେଉଥିବା ବେଳେ ମକା ଚାଷୀ ଉଚିତ ମୂଲ୍ୟରେ ମକା ବିକ୍ରି କରିପାରୁନଥିବା କହିଥିଲେ ଚାଷୀ। ଚଳିତ ବର୍ଷ ମକା ଦର ହ୍ରାସ ପାଇଥିବା ବେଳେ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। 15 ଦିନ ମଧ୍ୟରେ ଚାଷୀଙ୍କ ମକା ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ସରକାରଙ୍କ ବ୍ୟବସ୍ଥା ନ କଲେ 20 ତାରିଖ ଦିନ ଅଧା ନବରଙ୍ଗପୁର ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ବିଶେଷ କରି ଜିଲ୍ଲାର ଝରିଗାଁ ବ୍ଲକ ସହ ରାଇଘର ଓ ଉମରକୋଟ ବ୍ଲକର ଚାଷୀମାନଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଚାଷୀ। ପରବର୍ତ୍ତୀ ଖବର, ବିଭିନ୍ନ ଦାବିରେ ଆଜି ବିଧାନସଭା ସମ୍ମୁଖରେ ମହାସମାବେଶ କରିଛି ପ୍ରାଥମିକ ଶିକ୍ଷକ ମହାସଂଘ। ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ 9 ଅନୁଯାୟୀ ମୂଳ ବେତନ ବଢ଼ାଇବା, ଆହୁରି ବି ପ୍ରାଥମିକ ଶିକ୍ଷକ ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି 2001 ମସିହାଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହିତ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଦାବିରେ ହଜାର ହଜାର ପ୍ରାଥମିକ ଶିକ୍ଷକ ବିଧାନସଭା ସମ୍ମୁଖରେ ସମାବେଶ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ 1,50,000ରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଦୀର୍ଘଦିନରୁ ଏହି ଦାବି କରି ଆସୁଛନ୍ତି। ପରବର୍ତ୍ତୀ ଖବର, ନିଶାମୁକ୍ତ ଜିଲ୍ଲା କରିବା ପାଇଁ ଜିଲ୍ଲାଗୁଡ଼ିକର ନାହିଁ ଆନ୍ତରିକତା। ନିଶାମୁକ୍ତ ଅଭିଯାନ ପାଇଁ କେନ୍ଦ୍ର ସରକାର ଦେଇଥିବା ଅନୁଦାନ ରାଶିକୁ ଖର୍ଚ୍ଚ କରିପାରୁନାହାନ୍ତି ଜିଲ୍ଲା ପ୍ରଶାସନ। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କେନ୍ଦ୍ର ସରକାର ଦେଇଥିବା 10 ଲକ୍ଷ ଟଙ୍କା ଅନୁଦାନକୁ ଜିଲ୍ଲାଗୁଡ଼ିକ ଖର୍ଚ୍ଚ କରି ନପାରି ଫେରାଇ ଦେଇଛନ୍ତି। ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଭାରତ ରାଜକୋଷରୁ 10 ଲକ୍ଷ ଟଙ୍କା ଅନୁଗୁଳ ଜିଲ୍ଲା ପାଇଥିଲେ ବି ଟଙ୍କାଟିଏ ବି ଖର୍ଚ୍ଚ କରିପାରିନି। ସମସ୍ତ ଟଙ୍କା ଫେରସ୍ତ ହୋଇଯାଇଛି। ସେହିଭଳି ପୁରୀ ଜିଲ୍ଲା 10 ଲକ୍ଷ ଟଙ୍କାରୁ ଖର୍ଚ୍ଚ କରିଛି ମାତ୍ର 11,900 ଟଙ୍କା। ସେହିପରି ଗଜପତି ଜିଲ୍ଲାରେ 10 ଲକ୍ଷରୁ ଖର୍ଚ୍ଚ କରିଛି ମାତ୍ର 5 ଲକ୍ଷ ଟଙ୍କା। ସୂଚନା ଅନୁସାରେ ପରିଚାଳିତ ନିଶାମୁକ୍ତ ଭାରତ ଅଭିଯାନ ଅଗଷ୍ଟ 15, 2020ରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଖବର, ଝାଡ଼ଖଣ୍ଡର ଧାନବାଦରେ କୋଇଲା ଖଣିରୁ ବିଷାକ୍ତ ଗ୍ୟାସ୍ ଲିକ୍ରେ 2 ମୃତ। ଝାଡ଼ଖଣ୍ଡର ଧାନବାଦ ଜିଲ୍ଲା ଅନ୍ତର୍ଗତ ଭୁଲି ବ୍ଲକ ଅଞ୍ଚଳରେ ଭାରତ କୋକିଂ କୋଲ୍ ଲିମିଟେଡ୍ର ଗଣ୍ଡୁଡିହି କୋଇଲିଆରରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ 2 ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଧାନବାଦ ଜିଲ୍ଲାପାଳ ବର୍ବର କୁମାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ଭୁଲି ଏସ୍ଡିଜେଏମ୍ ଅନୁମୋଲ କୁମାର ସିଂଙ୍କ ନେତୃତ୍ୱରେ ହେବ। 15 ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପରବର୍ତ୍ତୀ ଖବର, ଭୁବନେଶ୍ୱରର ବ୍ୟସ୍ତବହୁଳ ବରମୁଣ୍ଡାରେ ଏକ 57 ମିଟର ଲମ୍ବ ଏବଂ 3 ମିଟର ପ୍ରସ୍ଥ ଏବଂ 6 ମିଟର ଉଚ୍ଚ ପଦ ବିଶିଷ୍ଟ ଫୁଟ୍ ଓଭରବ୍ରିଜ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଯାହାର ନିର୍ମାଣ କାର୍ଯ୍ୟ ଡିସେମ୍ବର 2025 ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଏହା କାର୍ଯ୍ୟକ୍ଷମ। ଏହା ବ୍ୟତୀତ ଅନୁମୋଦିତ ଯୋଜନା ଅନୁଯାୟୀ ଓଭରବ୍ରିଜ୍ର ଉଭୟ ପାର୍ଶ୍ୱରେ ଲିଫ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହାର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପରବର୍ତ୍ତୀ ଖବର, କମିବ ଇଏମ୍ଆଇ, କମ୍ ସୁଧରେ ପାଇବେ ଋଣ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ରେପୋ ରେଟ୍କୁ 25 ବେସିସ୍ ପଏଣ୍ଟ ହ୍ରାସ କରିଛି। ରେପୋ ରେଟ୍ ବର୍ତ୍ତମାନ 5.50%
5.25% ହ୍ରାସ ପାଇଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ରେପୋ ରେଟ୍ ହ୍ରାସ ତୁରନ୍ତ କାର୍ଯ୍ୟକାରୀ ହେବ। ତେବେ ଆର୍ବିଆଇର ଏହି ପଦକ୍ଷେପ ଗୃହ ଋଣ ଇଏମ୍ଆଇ ହ୍ରାସ କରିବ ଏବଂ ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ କମ୍ ହାରରେ ଋଣ ମଧ୍ୟ ପ୍ରଦାନ କରିପାରିବେ। ପରବର୍ତ୍ତୀ ଖବର, ବାରବାଟୀରେ T20 ମ୍ୟାଚ୍ ପାଇଁ କାଲିଠାରୁ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ୍ ବିକ୍ରି। ଟିକେଟ୍ ଖଣ୍ଡେ ପାଇବାକୁ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ। ପ୍ରଥମ ଦିନରେ ଟିକେଟ୍ ବିକ୍ରି ହୋଇଥିବା ବେଳେ ଆଜି ଆଉ ଟିକେଟ୍ ବିକ୍ରି ହେବାର ସୂଚନା ମିଳିଛି। କିଏ ରାତିରୁ ଆସି ଲାଇନରେ ଲଗାଇଛି ତ କିଏ ଭୋରରୁ ଶୀତ କାକରରେ ଛିଡ଼ା ହୋଇଛି। ଆଉ ଟିକେଟ୍ ମିଳିବା ପରର ଏ ଖୁସି ଆଗରେ ଫିକା ପଡ଼ିଛି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହି ଠେଲାପେଲା ସହିବାର ଯନ୍ତ୍ରଣା। ଖଣ୍ଡିଏ ଟିକେଟ୍ ପାଇଁ ବାରବାଟୀରେ ଆଜି ଦିନ ତମାମ ଲାଗି ରହିଥିଲା ଦର୍ଶକଙ୍କ ଗହଳି। ବିଶେଷ କରି 1 ନମ୍ବର ଏବଂ 2 ନମ୍ବର କାଉଣ୍ଟର ପାଇଁ ହୋଇଥିଲା ଜିଗ୍‌ଜାଗ୍ ବ୍ୟାରିକେଡ୍‌ରେ ଲୋକଙ୍କ ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଟିକେଟ୍ ବିକ୍ରିକୁ ଶୃଙ୍ଖଳିତ କରିବାକୁ ଓସିଏ ପକ୍ଷରୁ ଚଳିତ ଥର ପ୍ରଥମ କରି କରାଯାଇଥିଲା ବାଉନ୍ସର ବ୍ୟବସ୍ଥା। କମିଶନରେଟ୍ ପୁଲିସ ପକ୍ଷରୁ 5ଟି କାଉଣ୍ଟରରେ ମୁତୟନ ହୋଇଥିଲେ 51 ପ୍ଲାଟୁନ୍ ଫୋର୍ସ। ପରବର୍ତ୍ତୀ ଖବର, ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରୋହିତ ଶର୍ମା ଏବେ ଘରୋଇ କ୍ରିକେଟ ପ୍ରତି ଅଧିକ ପ୍ରତିବଦ୍ଧତା ଦେଖାଉଛନ୍ତି। ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ T20 କ୍ରିକେଟକୁ ମଧ୍ୟ ଫେରିବାକୁ ବେଶ୍ ଆଗ୍ରହୀ ଅଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରୋହିତ ଶର୍ମା 2025ରେ ସାୟଦ ମୁସ୍ତାକ ଅଲି ଟ୍ରଫି ନକ୍ଆଉଟ୍ ପର୍ଯ୍ୟାୟ ଖେଳିବାକୁ ଚାହୁଁଛନ୍ତି। ରୋହିତ T20 ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହିଟମ୍ୟାନ୍ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛନ୍ତି ଯେ ସେ ସାୟଦ ମୁସ୍ତାକ ଅଲି ଟ୍ରଫି T20 ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଚାହୁଁଛନ୍ତି। ପରବର୍ତ୍ତୀ ଖବର, ଶେଷରେ ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ। ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋ ଉଡ଼ାଣ ରଦ୍ଦ ହେବା ଘଟଣାକୁ ନେଇ ଯାତ୍ରୀଙ୍କୁ ଔପଚାରିକ କ୍ଷମା ଯାଚନା କରିଛି। ଇଣ୍ଡିଗୋ ସ୍ୱୀକାର କରିଛି ଯେ ଗତ ଦିନରେ ସେମାନଙ୍କ ପରିଚାଳନା ଗୁରୁତର ରୂପେ ପ୍ରଭାବିତ ହୋଇଛି। ଏଣୁ ବହୁ ସଂଖ୍ୟାରେ ଯାତ୍ରୀଙ୍କ ଉଡ଼ାଣ ରଦ୍ଦ ହୋଇଛି ଓ ସେମାନଙ୍କ ଲୋକେ ବହୁ ସମୟ ପର୍ଯ୍ୟନ୍ତ ଏୟାରପୋର୍ଟରେ ଫସି ରହିଥିଲେ। ତେବେ ସମସ୍ୟାର ରାତାରାତ ସମାଧାନ ହେବ ନାହିଁ, ହେଲେ ସଞ୍ଚାଳନ ସ୍ୱାଭାବିକ କରିବା ପାଇଁ ଆମେ ପୁରା କ୍ଷମତା ସହ କାମ କରୁଛୁ। ଏୟାରଲାଇନ୍ସ କହିଛି ଯେ ସ୍ଥିତିକୁ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ସବୁ ପ୍ରକାର ସମ୍ଭବ ପଦକ୍ଷେପ ନିଆଯାଉଛି। ଏନେଇ ଏୟାରଲାଇନ୍ସ ଏକ ବୟାନ ଜାରି କରିଥିବା ବେଳେ ଏଥିରେ ଯାତ୍ରୀଙ୍କୁ ସେମାନଙ୍କ ପଇସା ମୂଳ ମାଧ୍ୟମରେ ରିଫଣ୍ଡ କରିବାର ପ୍ରତିଶ୍ରୁତି ଦେଇଛି। ତେବେ ଯାତ୍ରୀଙ୍କୁ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଇଣ୍ଡିଗୋ ପକ୍ଷରୁ ବିଭିନ୍ନ ସହରରେ ହୋଟେଲ ଓ ଭୂପୃଷ୍ଠ ପରିବହନ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ଏହାସହ ଆମେ ଆମର ପ୍ରତ୍ୟେକ ଗ୍ରାହକଙ୍କୁ ହୃଦୟରୁ କ୍ଷମା ଯାଚନା କରୁଛୁ ବୋଲି କହିଛି ଇଣ୍ଡିଗୋ।